ଦର୍ଶକ ବନ୍ଧୁ ମନେ ରଖନ୍ତୁ। 1 ନମ୍ବର, ପୋଡ଼ି ଯାଇଥିବା ବସ୍ତ୍ର କେବେ ବି ପିନ୍ଧିବା ଉଚିତ ନୁହେଁ କିମ୍ବା ନିଆଁଗୁଳା ପଡ଼ି ଟିକିଏ ବି କଣା ହୋଇଥିବା ବସ୍ତ୍ର ପିନ୍ଧିବା ଅନୁଚିତ। 2 ନମ୍ବର, ମାଙ୍କଡ଼ ଯଦି ଘର ଭିତରକୁ ପଶିଯାଏ ତେବେ ଅର୍ଥହାନି ହୋଇଥାଏ। ତେଣୁ ବ୍ରାହ୍ମଣକୁ ହନୁମାନ ଚାଳିଶା ସହିତ ଦକ୍ଷିଣା ଦାନ କରିବା ଉଚିତ ହୋଇଥାଏ। 3 ନମ୍ବର, ଲୁଣକୁ ସବୁବେଳେ କାଚ ପାତ୍ରରେ ରଖିବା ଉଚିତ। ସେଥିରେ 4ଟି ଲବଙ୍ଗ ପକାଇଲେ ଋଣଭାର ଦୂର ହୋଇ ଆର୍ଥିକ ସ୍ଥିତି ଭଲ ରହିଥାଏ। 4 ନମ୍ବର, ପ୍ରତ୍ୟେକ ଦିନ ଗୀତାରେ ଗୋଟିଏ ଶ୍ଲୋକ ପାଠ କରିବା ଉଚିତ ଏବଂ ଗର୍ଭବତୀ ମହିଳାମାନେ ଗୀତା ପାଠ କଲେ ବହୁତ ମଙ୍ଗଳ ହୋଇଥାଏ। 5 ନମ୍ବର, ଠାକୁର ପୂଜା କରିବା ସମୟରେ ତମ୍ବା ବାସନ ବ୍ୟବହାର କରିବା ଉଚିତ ଏବଂ ସୂର୍ଯ୍ୟକୁ ଜଳଦାନ ସମୟରେ ତମ୍ବା ମୁଦି ପିନ୍ଧିଲେ ମଙ୍ଗଳକାରୀ ହୋଇଥାଏ। 6 ନମ୍ବର, ସୂର୍ଯ୍ୟ ଅସ୍ତ ହେବା ପରେ ବାହାର ଲୋକଙ୍କୁ କେବେ ବି କ୍ଷୀର, ହଳଦୀ ଏବଂ ଝାଡ଼ୁ ଦେବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ। 7 ନମ୍ବର, ମହୁ ଫେଣା ଯଦି ଘରେ କିମ୍ବା ବାଡ଼ିରେ ହୋଇଥାଏ ତେବେ ଭାଙ୍ଗିବା ଉଚିତ ନୁହେଁ, ଏହା ବହୁତ ଶୁଭ ଫଳ ପ୍ରଦାନ କରିଥାଏ। 8 ନମ୍ବର, ଦୋକାନରେ 2ଟି ଗୋମତୀ ଚକ୍ର ଲାଲ କପଡ଼ାରେ ବାନ୍ଧି ପଇସା ବାକ୍ସରେ ରଖିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। 9 ନମ୍ବର, ନିମ୍ବ ଗଛ କେବେ ବି କାଟିବା ଉଚିତ ନୁହେଁ କିମ୍ବା ନିମ୍ବ କାଠ ଜାଳିବା ଅନୁଚିତ, କାରଣ ଏହାର ଧୂଆଁ ନାକରେ ବାଜିଲେ ନପୁଂସକତା ଦେଖା ଦେଇଥାଏ। 10 ନମ୍ବର, ମନେ ରଖିବେ, ନଖ କିମ୍ବା ଦାଢ଼ି କେବେ ବି ବାଥରୁମରେ କାଟିବା ଅନୁଚିତ, ଏହା କ୍ଷତିକାରକ ହୋଇଥାଏ, ତା ସହିତ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ। 11 ନମ୍ବର, ଶନିବାର ଦିନ କେବେ ବି ଲୁହା, ଚମଡ଼ା ଜାତୀୟ ଦ୍ରବ୍ୟ, ତେଲ, ଲୁଣ ଏବଂ କୋଇଲା କିଣିବା ଅନୁଚିତ କିମ୍ବା ଘରକୁ ଆଣିଲେ ଅମଙ୍ଗଳ ହୋଇଥାଏ। 12 ନମ୍ବର, ଛେଳି ଖୁରାର ଧୂଳି ମନେ ରଖିବେ, ଛେଳି ଖୁରାର ଧୂଳି କିମ୍ବା ଘୁଷୁରୀ ଖୁରାର ଧୂଳି ଘରେ ପଡ଼ିବା ଉଚିତ ନୁହେଁ, ଏହାଦ୍ୱାରା ଧନହାନି ହୋଇ ଦରିଦ୍ରତା ପ୍ରାପ୍ତ ହୋଇଥାଏ। ମନେ ରଖିବେ। 13 ନମ୍ବର, ଗାଈର ଖୁରାର ଧୂଳି, ଧାନର ଧୂଳି, ଭଣଜା ପାଦ ଧୂଳି କିମ୍ବା ବ୍ରାହ୍ମଣ ପାଦ ଧୂଳି ଘରେ ପଡ଼ିଲେ ଦାରିଦ୍ରତା ଦୂର ହୋଇ ଧନ ବୃଦ୍ଧି ହୋଇଥାଏ। 14 ନମ୍ବର, ରବିବାର ଦିନ ବେଲଗଛ ପୂଜା କରି ପ୍ରଦକ୍ଷିଣ କରିବା ଦ୍ୱାରା ମଙ୍ଗଳ ହୋଇଥାଏ। ଏହିପରି 7ଟି ରବିବାର ଦିନ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ। 15 ନମ୍ବର, ଗୁରୁଜନଙ୍କ ପାଖରେ ବସିବା ସମୟରେ ମନେ ରଖିବେ, କେବେ ବି ବଡ଼ ପାଟିରେ ହସିବା ଉଚିତ ନୁହେଁ କିମ୍ବା ଆଙ୍ଗୁଠି ଫୁଟାଇବା ଅନୁଚିତ, ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। 16 ନମ୍ବର, ଯଦି କାଳସର୍ପ ଦୋଷ ରହିଥାଏ କିମ୍ବା ବିବାହ ବିଳମ୍ବ ହେଉଥାଏ ତେବେ ବାଥରୁମରେ ଆଳତୀର କର୍ପୂର ରଖିବା ଦ୍ୱାରା ମଙ୍ଗଳ ହୋଇଥାଏ। 17 ନମ୍ବର, ଦୀପାବଳି, ଶିବରାତ୍ରି, ଜନ୍ମାଷ୍ଟମୀ ଏବଂ ଦୋଳ ପୂର୍ଣ୍ଣିମା ଦିନ ରାତିରେ ଉଜାଗର ରହି ଠାକୁରଙ୍କ ନାମ ସ୍ମରଣ କରିବା ଦ୍ୱାରା ଭାଗ୍ୟ ଉଜ୍ଜ୍ୱଳ ହୋଇଥାଏ। 18 ନମ୍ବର, ଘର ସାମ୍ନାରେ କେବେ ବି ପଥର ଗଦା କରି ରଖିବା ଉଚିତ ନୁହେଁ କିମ୍ବା କଣ୍ଟା ଗଛ ଏବଂ କ୍ଷୀର ବାହାରୁଥିବା ଗଛ ରଖିବା ଅନୁଚିତ, ଏହାଦ୍ୱାରା ଅଶୁଭ ହୋଇଥାଏ। 19 ନମ୍ବର, ବିବାହିତା ମହିଳାମାନଙ୍କର ହାତରୁ ଯଦି ସିନ୍ଦୁର ଫରୁଆଟି ଖସିପଡ଼େ ତେବେ ଅଶୁଭ ହୋଇଥାଏ, ତେଣୁ ବୃନ୍ଦାବତୀଙ୍କ ଆଗରେ ଦୀପଟିଏ ଜାଳିବା ଦ୍ୱାରା ମଙ୍ଗଳ ହୋଇଥାଏ। 20 ନମ୍ବର, ଘରେ କେବେ ବି କୁଲା ଏବଂ ଛାଞ୍ଚୁଣୀ ଏକାଠି ରଖିବା ଉଚିତ ନୁହେଁ, ଏହାଦ୍ୱାରା ଅଶୁଭ ହେବା ସହିତ ଅମଙ୍ଗଳ ହୋଇଥାଏ। 21 ନମ୍ବର, ବିବାହିତା ମହିଳାମାନେ ସିନ୍ଦୁର ପିନ୍ଧିବା ବେଳେ ଗଭାରେ ଧଳା ରଙ୍ଗର ଫୁଲ ଲଗାଇବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। 22 ନମ୍ବର, କେବଳ ଠାକୁର ଘରେ ମହାଭାରତର ବହି ରଖିବା ଉଚିତ, ଅନ୍ୟ ଘରେ ରଖିବା ଉଚିତ ନୁହେଁ, ଏହାଦ୍ୱାରା ମଙ୍ଗଳକାରୀ ହୋଇଥାଏ। 23 ନମ୍ବର, ପୁରୁଷମାନେ ପୂଜା କଲାବେଳେ ଦୁର୍ଗାଙ୍କ ଫଟୋରେ ସିନ୍ଦୁର ଲଗାଇବା ଉଚିତ ନୁହେଁ ଏବଂ ମହିଳାମାନେ ହନୁମାନଙ୍କ ଫଟୋରେ ସିନ୍ଦୁର ଲଗାଇବା ଅନୁଚିତ। 24 ନମ୍ବର, ସୋରିଷ ତେଲରେ ସିନ୍ଦୁର ଗୋଳାଇ ଘରର ମୁଖ୍ୟ ଦ୍ୱାରରେ
ଟୀକାଟିଏ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ଧନ ବୃଦ୍ଧି ହୋଇଥାଏ। 25 ନମ୍ବର, ଧାରୁଆ ଜିନିଷ କିମ୍ବା ମୁନିଆ ଜିନିଷ କାହାରିକୁ ଉପହାର ଦେବା ଉଚିତ ନୁହେଁ। ଏହାଦ୍ୱାରା ଭୟଙ୍କର କ୍ଷତି ହୋଇଥାଏ। 26 ନମ୍ବର, ପିଲାଙ୍କ ଜନ୍ମଦିନରେ ଖସା ତେଲ ଲଗାଇଦେଲେ ଏବଂ ତାଙ୍କୁ ଖସା ଲଡ଼ୁ ଖାଇବାକୁ ଦେଲେ ବର୍ଷେ ପର୍ଯ୍ୟନ୍ତ ସେମାନଙ୍କର ବିଘ୍ନ ଦୂର ହୋଇଥାଏ। 27 ନମ୍ବର, ଛୋଟ ପିଲାମାନେ ଯଦି ଚମକୁଥାନ୍ତି ତେବେ ଗାଈର ଲାଞ୍ଜରେ ତାଙ୍କୁ ଝାଡ଼ି ଦେବା ଦ୍ୱାରା କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥାନ୍ତି। 28 ନମ୍ବର, ଯଦି ରାତିରେ କୌଣସି ଅଶୁଭ ସ୍ୱପ୍ନ ଦେଖନ୍ତି ତେବେ ଉଠିଲା ପରେ ଏକ ଘାସ ଗଛ ଉପାଡ଼ି ତାକୁ ମୁଣ୍ଡରେ ମାରି ପକାଇ ଦେବା ଦ୍ୱାରା ଅଶୁଭତ୍ୱ ଦୂର ହୋଇଥାଏ। 29 ନମ୍ବର, ଯଦି ଅର୍ଶ ଯନ୍ତ୍ରଣା ହେଉଥାଏ ତେବେ ନିଜ ପରିସ୍ରା ମଳଦ୍ୱାର ଚାରିପାଖେ ଲଗାଇ 10 ମିନିଟ୍ ପରେ ଗାଧୋଇଲେ ତାହା ଦୂର ହୋଇଥାଏ। 30 ନମ୍ବର, ଯଦି କୌଣସି ଜାଗାକୁ ଯାଉଥିବା ସମୟରେ ଗାଈ ଆପଣଙ୍କୁ ମୁଣ୍ଡ ଟେକି ଚାହେଁ ତେବେ ବହୁତ ଅଧିକ ଲାଭବାନ ହେବାର ସୂଚନା ଦେଇଥାଏ। 31 ନମ୍ବର, ବାପା ମାଙ୍କ ଆଗରେ କେବେ ବି ମିଛ କହିବା ଉଚିତ ନୁହେଁ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ଗୁପ୍ତ କଥା ସ୍ତ୍ରୀ ଆଗରେ କହିବା ଉଚିତ ନୁହେଁ। 32 ନମ୍ବର, ଯଦି ପିଲାଙ୍କ ସ୍ମରଣ ଶକ୍ତି କମ୍ ଥାଏ ତେବେ ବରଗଛ ଏବଂ ଓସ୍ତ ଗଛ ଏକାଠି ଥିବା ସ୍ଥାନରେ 20 ମିନିଟ୍ କରି କିଛି ଦିନ ବସିବା ଦ୍ୱାରା ତାହା ବୃଦ୍ଧି ହୋଇଥାଏ। 33 ନମ୍ବର, ଘରେ ଯଦି କଳା ପିମ୍ପୁଡ଼ି ବାହାରନ୍ତି ତେବେ ଶୁଭ ହୋଇଥାଏ କିନ୍ତୁ ନାଲି ପିମ୍ପୁଡ଼ି ବାହାରିବା ଦ୍ୱାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ। 34 ନମ୍ବର, ଓସ୍ତ ଗଛ ମୂଳରେ ଜଳଦାନ ସମୟରେ ପଶ୍ଚିମ ମୁହାଁ ହୋଇ ଜଳଦାନ କଲେ ବହୁତ ଶୁଭ ହୋଇଥାଏ ଏବଂ ମଙ୍ଗଳକାରୀ ମଧ୍ୟ ହୋଇଥାଏ। 35 ନମ୍ବର, ଯଦି ଘରେ କୌଣସି ଅଶୁଭ ହେଉଥାଏ ତେବେ ବୁଧବାର ଦିନ ଗଣେଶଙ୍କୁ ଧୂପ ଅର୍ପଣ କରି ରାଶି ଲଡ଼ୁ ଭୋଗ ଲଗାଇବା ଦ୍ୱାରା ତାହା ଦୂର ହୋଇଥାଏ। 36 ନମ୍ବର, ଶୋଇବା ସମୟରେ ମନେ ରଖିବେ ମୁଣ୍ଡ ପାଖରେ କେବେ ବି ଦଉଡ଼ି କିମ୍ବା ଲୁଣ ପାତ୍ର ରଖିବା ଉଚିତ ନୁହେଁ। ଏହା ବହୁତ ଅଶୁଭ ହୋଇଥାଏ ଏବଂ କ୍ଷତିକାରକ ମଧ୍ୟ ହୋଇଥାଏ। 37 ନମ୍ବର, ଯଦି ବିଜୁଳି ଘଡ଼ଘଡ଼ି ମାରୁଥାଏ ତେବେ ଦଧିଚିଙ୍କ ନାମ 7 ଥର ନେବା ଦ୍ୱାରା ବିଜୁଳି ଘଡ଼ଘଡ଼ି କିଛି କ୍ଷତି କରିନଥାଏ। 38 ନମ୍ବର, ଯେଉଁ ଲୋକମାନଙ୍କ ପାଖରେ କାମ, କ୍ରୋଧ, ଈର୍ଷ୍ୟା, ମୋହମାୟା, ଲୋଭ ଏବଂ ଅହଙ୍କାର ଭଳି ଗୁଣ ବହୁତ କମ୍ ରହିଥାଏ ସେମାନଙ୍କ ଉପରେ ଈଶ୍ୱରଙ୍କର ବିଶେଷ କୃପା ରହିଥାଏ। 39 ନମ୍ବର, ଯେଉଁ ଲୋକମାନେ ମୁଖରେ ଅନ୍ୟକୁ ଖରାପ କଥା କହିଥାନ୍ତି ଏବଂ ଅନ୍ୟ ପ୍ରତି ସ୍ନେହ ସୌହାର୍ଦ୍ଦ୍ୟ ରଖିଥିବା ଲୋକଙ୍କ ଉପରେ ଈଶ୍ୱରଙ୍କର କୃପା ରହିଥାଏ। 40 ନମ୍ବର, ଯେଉଁ ଲୋକ କୌଣସି ବ୍ୟଭିଚାର କରିନଥାନ୍ତି ଏବଂ ଅଳ୍ପରେ ସନ୍ତୁଷ୍ଟ ରହୁଥିବା ଲୋକଙ୍କ ଉପରେ ଈଶ୍ୱରଙ୍କର କୃପା ରହିଥାଏ।